ଜୟ ଜଗନ୍ନାଥ ଜୟ ଶ୍ରୀରାମ। ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଦେଖନ୍ତୁ ବର୍ତ୍ତମାନ ପାଇଁ ରିନିଟ୍ 2026ର ସ୍କୋର କାର୍ଡ଼ ରିଲିଜ୍ ହେଇନି ସତ। ସ୍କୋର କାର୍ଡ଼ ରିଲିଜ୍ ହେଇଗଲା ପରେ ଯେତେବେଳେ ଆପଣଙ୍କର କାଉନସିଲିଂ ଷ୍ଟାର୍ଟ ହେବ ବା ଯେତେବେଳେ ଆପଣଙ୍କର MBBS BDSର କାଉନସିଲିଂ ଷ୍ଟାର୍ଟ ହେବ, କାଉନସିଲିଂରେ ପିଲାମାନେ ସବୁ ପିଲା ଟାର୍ଗେଟ୍ କରନ୍ତି କି ଆମକୁ ରାଉଣ୍ଡ 1ରେ ମିଳିଗଲେ କାମ ଶେଷ ବା ଆମର ଟେନସନ୍ ଫ୍ରି ହେଇଯିବ। ତ ମୁଁ ଆପଣଙ୍କୁ କିଛିଟା ହିଣ୍ଟସ୍ ଦେଉଛି। 2025ରେ ରାଉଣ୍ଡ 1ରେ କେଉଁ କଲେଜରେ କେତେ ର୍ୟାଙ୍କରେ ଆଡ଼ମିସନ୍ ହେଇଯାଇଥିଲା। ଦେଖନ୍ତୁ ଏ ବର୍ଷର ସିନାରିଓ ଅଲଗା ଅଛି, କାରଣ SCBCରେ 11.25% ରିଜର୍ଭେସନ୍, SC/STର ରିଜର୍ଭେସନ୍ ବଢ଼ିଛି। କିନ୍ତୁ 2025ର ଗୋଟେ ଛୋଟ ଆଇଡ଼ିଆ ଆପଣଙ୍କୁ ଦେଇଦେଉଛି କି ରାଉଣ୍ଡ 1 ବେଳକୁ କେତେ ମାର୍କରେ ପିଲାମାନଙ୍କୁ ମିଳିସାରିଥିଲା ବା କେତେ ର୍ୟାଙ୍କ, ମାର୍କ ତ ନୁହଁ, ର୍ୟାଙ୍କ ଇମ୍ପୋର୍ଟାଣ୍ଟ। ଷ୍ଟେଟ୍ ର୍ୟାଙ୍କ ସହିତ ଅଲ୍ ଇଣ୍ଡିଆ ର୍ୟାଙ୍କ ବି ଆପଣଙ୍କୁ କହିଦେଉଛି। SCB ମେଡ଼ିକାଲ କଲେଜ କଟକ ରାଉଣ୍ଡ 1ରେ ଜେନେରାଲ ଓପନ୍ କାଟାଗୋରୀ ପିଲା ଯେଉଁମାନେ ରହିଲେ, ଆପଣମାନଙ୍କର ଷ୍ଟେଟ୍ ର୍ୟାଙ୍କ 135ରେ ଯିଏ ଥିଲା ତାକୁ ଆଲର୍ଟ ହେଇଛି, ଆଉ ଅଲ୍ ଇଣ୍ଡିଆ ର୍ୟାଙ୍କ ହେଉଛି 4961 ଜେନେରାଲ ଓପନ୍। ସେଇଭଳି ଆପଣଙ୍କର ଜେନେରାଲ ଗ୍ରୀନ୍ କାର୍ଡ଼ ଆପଣଙ୍କର ଷ୍ଟେଟ୍ ର୍ୟାଙ୍କ 365 ପିଲାକୁ ରାଉଣ୍ଡ 1ରେ ମିଳିଥିଲା। ଲାଷ୍ଟ ପିଲା 365 ଥିଲା ଯାହାକୁ ରାଉଣ୍ଡ 1ରେ ମିଳିସାରିଥିଲା। ଆଉ ଆପଣଙ୍କର ଗ୍ରୀନ୍ କାର୍ଡ଼ ର୍ୟାଙ୍କଟା ତା'ର ଥିଲା କେତେ, 15। ଗ୍ରୀନ୍ କାର୍ଡ଼ ର୍ୟାଙ୍କ ହେଉଛି 15। ଦେଖନ୍ତୁ ଇଏ ପୂର୍ବ ବର୍ଷର ସିନାରିଓ, ଗ୍ରୀନ୍ କାର୍ଡ଼ ର୍ୟାଙ୍କ 15ରେ ତାକୁ ମିଳିଥିଲା। ସେଇଭଳିଆ ଯଦି ଆପଣ କହିବେ ଜେନେରାଲ ଏକ୍ସ ସର୍ଭିସମ୍ୟାନ୍ SCB ପାଇଁ, ଜେନେରାଲ ଏକ୍ସ ସର୍ଭିସରେ 203 ହେଉଛି ତା'ର ଷ୍ଟେଟ୍ ର୍ୟାଙ୍କ। ଦେଖନ୍ତୁ ଖାଲି ଯଦି ଜେନେରାଲ ଓପନ୍ ହେଇଥାନ୍ତା 135ରେ କ୍ଲୋଜ୍ ହେଇଗଲା, ଖାଲି ଜେନେରାଲ ହେଇଥିଲା ତ 203ରେ ତାକୁ SCB ମିଳିନଥାନ୍ତା, 203 ର୍ୟାଙ୍କରେ ମିଳିନଥାନ୍ତା, କି ଇଏ 365 ର୍ୟାଙ୍କରେ ତାକୁ SCB ମିଳିନଥାନ୍ତା। କାହିଁକି ମିଳିଲା? କେବଳ ତା'ର ଅଛି କ'ଣ, ଗ୍ରୀନ୍ କାର୍ଡ଼ ଅଛି ବୋଲି 365 ର୍ୟାଙ୍କ ସହିତ ଗ୍ରୀନ୍ କାର୍ଡ଼ରେ 15 ବୋଲି ମିଳିଗଲା। ଇଏ ଖାଲି ଯଦି ପିଓର ଜେନେରାଲ ହେଇଥାନ୍ତା, ଏକ୍ସ ସର୍ଭିସ୍ ନଥାନ୍ତା, 203 ର୍ୟାଙ୍କରେ ବି 203 ର୍ୟାଙ୍କ ଷ୍ଟେଟ୍ ର୍ୟାଙ୍କରେ ମିଳିନଥାନ୍ତା। ଏଇଟା SR ଲେଖିଦେଉଛି ଷ୍ଟେଟ୍ ର୍ୟାଙ୍କ। 135, 365, 203 ମାନେ ଷ୍ଟେଟ୍ ର୍ୟାଙ୍କ। କିନ୍ତୁ ଏକ୍ସ ସର୍ଭିସ ମାନେ ଅଛି ବୋଲି ତାକୁ ମିଳିଗଲା। ଏକ୍ସ ସର୍ଭିସରେ ତା ର୍ୟାଙ୍କ ଥିଲା 6, ତେଣୁକରି ତାକୁ ମିଳିଗଲା। ସେଇଭଳିଆ ଜେନେରାଲ ଫିଜିକାଲ ଚ୍ୟାଲେଞ୍ଜ 4167, ମାନେ ଦେଖନ୍ତୁ 4167 ହେଉଛି ତା'ର ଷ୍ଟେଟ୍ ର୍ୟାଙ୍କ, କିନ୍ତୁ ତାକୁ ମିଳିଗଲା 4167ରେ ଷ୍ଟେଟ୍ ର୍ୟାଙ୍କ 4167, କିନ୍ତୁ ଫିଜିକାଲ ଚ୍ୟାଲେଞ୍ଜ ଅଛି ବୋଲି ତାକୁ SCBରେ ମିଳିଲା। ଆଉ ଫିଜିକାଲ ଚ୍ୟାଲେଞ୍ଜ ର୍ୟାଙ୍କ ତା'ର ଥିଲା କେତେ, 18। ସେଇଭଳିଆ ଜେନେରାଲ SGS ଖାଲି ପିଓର ଜେନେରାଲ ଯଦି 1108, ଜେନେରାଲ SGS 1108, ଖାଲି ଜେନେରାଲ ତ 1108 ର୍ୟାଙ୍କରେ ତାକୁ SCB ମିଳିନଥାନ୍ତା ଷ୍ଟେଟ୍ ର୍ୟାଙ୍କରେ, କିନ୍ତୁ SGS ଅଛି ମିଳିଲା। SGS ର୍ୟାଙ୍କଟା କେତେ ନା 31। ଏଇଟା ପୂର୍ବ ବର୍ଷର 2025ର ଡାଟା। ଏଇଟା ରାଉଣ୍ଡ 1ରେ ଏମିତି ହିଁ ଯାଇଥିଲା SCB, ବୁଝିପାରିଲେ ତ? MKCG କଥା ଯଦି କହିବେ, ଆପଣଙ୍କର MKCGର ଜେନେରାଲ ଓପନ୍ 310 ବା ଅଲ୍ ଇଣ୍ଡିଆ ର୍ୟାଙ୍କ ହେଉଛି 9603। 9603। ତ ଭାବନ୍ତୁ ଯଦି ଆପଣଙ୍କର 10,000 ଭିତରେ ର୍ୟାଙ୍କ ରହିଛି, ତାହେଲେ ତ ଦେଖନ୍ତୁ ଫାଷ୍ଟ କଥା ତ ମୁଁ ଯଦି କହିବି ପୁରା ଭବାନୀପାଟଣା କଥା, ଯେହେତୁ ରାଉଣ୍ଡ 1ରେ ଆପଣଙ୍କର ତାଲଚେର ଫୁଲବାଣୀ ଆଡ଼୍ ହେଇନଥିଲା, ଭବାନୀପାଟଣା ସୁନ୍ଦରଗଡ଼ ଏଇସବୁ ଯାଇଥିଲା। ତ ମୁଁ ଯଦି କହିବି ଆପଣଙ୍କର ଭବାନୀପାଟଣା କଥା, ରାଉଣ୍ଡ 1ରେ ଭବାନୀପାଟଣା ଆପଣଙ୍କର ଷ୍ଟେଟ୍ ର୍ୟାଙ୍କ 902ରେ ହିଁ ମାନେ ଲାଷ୍ଟ ଆପଣଙ୍କର ଆଡ଼ମିସନ୍ ହେଇଥିଲା, 902 ର୍ୟାଙ୍କ। ଯାଜପୁର ଆପଣଙ୍କର ରାଉଣ୍ଡ 1ରେ ଷ୍ଟେଟ୍ ର୍ୟାଙ୍କ ଆପଣଙ୍କର 806 ବା ଆପଣଙ୍କର ଅଲ୍ ଇଣ୍ଡିଆ ର୍ୟାଙ୍କ ହେଉଛି 22,373। କେଉଁଝର ସେମିତି ରାଉଣ୍ଡ 1ରେ ଜେନେରାଲ ଓପନ୍ 22,301ରେ ମିଳିଥିଲା, ବୁଝିଲା। ଇଏ ତ ମୁଁ କିଛିଟା କଲେଜ ୱାଇଜ୍ ସେମିତି କହିଦେଉଛି। ବାଲେଶ୍ୱରରେ ସେମିତି ଆପଣଙ୍କର 14,000 ରାଉଣ୍ଡ 1ରେ ଜେନେରାଲ ଓପନ୍ କଥା ମୁଁ କହୁଛି। ରାଉଣ୍ଡ 1ରେ ଜେନେରାଲ ଓପନ୍
ବାଲେଶ୍ୱର 14,330 ପିଲାକୁ ରାଉଣ୍ଡ ୱାନ୍ରେ ମିଳିଯାଇଥିଲା। ଅଲ୍ ଇଣ୍ଡିଆ ରାଙ୍କ 14,330। ବାରିପଦା ସେମିତି 16,602ରେ ଆପଣଙ୍କର ମିଳିଥିଲା ରାଉଣ୍ଡ ୱାନ୍ରେ ଅଲ୍ ଇଣ୍ଡିଆ ରାଙ୍କ 16,602। ବୁଝିପାରୁଛନ୍ତି ତ? ଆଉ 902 ଯେଉଁ କହିଲି ଭବାନୀପାଟଣା 902 ଷ୍ଟେଟ୍ ରାଙ୍କ, ତାର ଅଲ୍ ଇଣ୍ଡିଆ ରାଙ୍କ ହେଉଛି 25,551। 25,551। ତ ଏଇଭଳିଆ ହେଉଛି କଥା। ସେମିତି ଯଦି ଆପଣମାନେ ଯେଉଁମାନେ ମୋଷ୍ଟଲି ଏସି କାଟାଗୋରୀ ପିଲା, ସେମାନେ ବି ଆପଣମାନେ ଦେଖିବେ ଏସିବିରେ ଆପଣଙ୍କର 936 ଷ୍ଟେଟ୍ ରାଙ୍କ। ଏସି କାଟାଗୋରୀ 936। ତ ବହୁତ ଡାଟା ଅଛି। ଏଇଟା ତ ପ୍ରିଭିୟସ୍ ଡାଟା, ମୁଁ ଜଷ୍ଟ ଖାଲି ଗୋଟେ ହିଣ୍ଟସ୍ ଦେଲି ଆପଣଙ୍କୁ। 2024 ମସିହାର ସିନାରିଓ ନିହାତି ରୂପରେ ଅଲଗା ରହିବ। ଜଷ୍ଟ ଗୋଟେ ଏସି କାଟାଗୋରୀ ମୁଁ କହୁଛି, ଏସିବି କଥା। ଆପଣଙ୍କର ଏସି ଓପନ୍ ରାଉଣ୍ଡ ୱାନ୍ରେ 936 ଷ୍ଟେଟ୍ ରାଙ୍କରେ ମିଳିଥିଲା। ଆଉ ଏସି ରାଙ୍କ ହେଉଛି 14। ଏସି ଗ୍ରୀନ୍ କାର୍ଡ଼ ଏସିବି 1385, ଷ୍ଟେଟ୍ ରାଙ୍କ 1385, କିନ୍ତୁ ଗ୍ରୀନ୍ କାର୍ଡ଼ ରାଙ୍କ ହେଉଛି ଆପଣଙ୍କର 99। ସେମିତି ଆପଣଙ୍କର ଏସି ଏକ୍ସ ସର୍ଭିସ୍ 1872, କିନ୍ତୁ ଆପଣଙ୍କର ଏକ୍ସ ସର୍ଭିସ୍ ରାଙ୍କ ହେଉଛି 73। ସେମିତି ଆପଣଙ୍କର ଏସି ଏଚଜିଏସ୍ 1991। ଦେଖନ୍ତୁ ଷ୍ଟେଟ୍ ରାଙ୍କ 1991ରେ କେବେ ହେବନି, କିନ୍ତୁ ଏଚଜିଏସ୍ ଅଛି ବୋଲି ହେଇଗଲା। ଏଚଜିଏସ୍ ରାଙ୍କ 98। ଏସି ଫିଜିକାଲ ଚ୍ୟାଲେଞ୍ଜ 3,883। ଠିକ୍ ଅଛି। ତେଣୁକରି ଏଇଟା ହେଉଛି ଅଲ୍ ଇଣ୍ଡିଆ ରାଙ୍କ, କିନ୍ତୁ ଏସି ରାଙ୍କ ହେଉଛି 300 ସମଥିଙ୍ଗ ଗୋଟେ। ଫିଜିକାଲ ଚ୍ୟାଲେଞ୍ଜ ରାଙ୍କ ହେଉଛି 13। ଯାହା ବି ଯାହା, ତେଣୁକରି ଏସିର ସେମିତି ଭବାନୀପାଟଣା ଆପଣଙ୍କର ଲାଷ୍ଟ ଯେଉଁ ରାଉଣ୍ଡ ୱାନ୍, ମୁଁ କଥା କହୁଛି ଯାହା ବି ସିନେରିଓ ରାଉଣ୍ଡ ୱାନ୍, ଭବାନୀପାଟଣା ଆପଣଙ୍କର ଏସି ଓପନ୍ 2508। ଅଲ୍ ଇଣ୍ଡିଆ ମାନେ ଷ୍ଟେଟ୍ ରାଙ୍କ 2508। ନିଟ୍ ମାର୍କ ସେଇ 470 ଭଳିଆ ଯାଇଥିଲା। ତ ବହୁତ ଡାଟା ଏଗୁଡ଼ାକ ସବୁ ଆପଣଙ୍କର ଆଗକୁ ହେବ। ତ କିଛି ନାହିଁ ଏଥିରେ। ଯେତେବେଳେ ସିନାରିଓ ହେବ, କାଉନସିଲିଂ ଚାଲିବ, ତ ଆଉ କ୍ଲିଅର ଆସିବ 2025। ଏସଟିର ସେମିତି ଆପଣମାନେ ଯଦି କହିବେ, ଏସଟି ଓପନ୍ ବି ସେମିତି 3,633 ଷ୍ଟେଟ୍ ରାଙ୍କରେ ଆପଣଙ୍କର ଏମକେସିଜି ପିଲାଙ୍କୁ ମିଳିସାରିଥିଲା। ଭବାନୀପାଟଣା ସେମିତି ମାନେ ଆପଣଙ୍କର 4,161ରେ ବି ଆପଣଙ୍କର ଷ୍ଟେଟ୍ ରାଙ୍କରେ ଭବାନୀପାଟଣା ମିଳିଛି। ଆଉ ଡେଣ୍ଟାଲ ସେମିତି ଆପଣଙ୍କର ରାଉଣ୍ଡ ୱାନ୍ରେ 1,293 ଷ୍ଟେଟ୍ ରାଙ୍କ ପିଲାକୁ ଡେଣ୍ଟାଲ ଏସିବି ଡେଣ୍ଟାଲ ମିଳିଥିଲା। 1,293 ଷ୍ଟେଟ୍ ରାଙ୍କ। ଛାଡ଼ନ୍ତୁ, କିଛି ନାହିଁ। ଯେତେବେଳେ କାଉନସିଲିଂ ଷ୍ଟାର୍ଟ ହେବ, ତ ତା ରିଗାର୍ଡ଼ିଂ ଆମେ କଥା ହେବା। ଏଇଟା 2025ର ଗୋଟେ ଛୋଟିଆ ହିଣ୍ଟସ୍ଟା ଆପଣଙ୍କୁ ଦେଲି। ତ କାଉନସିଲିଂ ଯେତେବେଳେ ହେବ, ଆପଣଙ୍କର ନିଜ ରାଙ୍କ, ନିଜର ସବ୍ କାଟାଗୋରୀ ରାଙ୍କ ଏସବୁ ଦେଖିବାକୁ ପଡ଼ିବ। ନିଜର ଆଗ କମନ୍ ରାଙ୍କ କେତେ, ନିଜର ଗ୍ରୀନ୍ କାର୍ଡ଼ ଭିତରେ ରାଙ୍କ କେତେ, ନିଜର କାଟାଗୋରୀ ଗ୍ରୀନ୍ କାର୍ଡ଼ ଭିତରେ ରାଙ୍କ କେତେ। ଯଦି ଜଣଙ୍କର ଏକ୍ସ ସର୍ଭିସ୍ ଅଛି, ଜେନେରାଲ ଏକ୍ସ ସର୍ଭିସ୍, ତ ଜେନେରାଲର ରାଙ୍କ କେତେ, ଏକ୍ସ ସର୍ଭିସର ରାଙ୍କ କେତେ, ତା ଉପରେ କେତେଟା ଏସି ଏକ୍ସ ସର୍ଭିସ୍ ଅଛନ୍ତି, କେତେଟା ଏସଟି ଏକ୍ସ ସର୍ଭିସ୍ ଅଛନ୍ତି, ତାଙ୍କୁ କାଟିଦେଲା ପରେ ମୋର ଏକ୍ସ ସର୍ଭିସ୍ ପିଓର ଜେନେରାଲ ଏକ୍ସ ସର୍ଭିସରେ ଏତିକିଟା ସିଟ୍ ଅଛି, ମୋର ରାଙ୍କ କେତେ ଅଛି, ଆକୁ ନେଇକିରି ସବୁ ଆପଣଙ୍କର କାଉନସିଲିଂ ଚାଲେ। ତ ଗୋଟେ ଛୋଟ ଆଇଡ଼ିଆ ଆପଣଙ୍କୁ ନିହାତି ମିଳିସାରିଥିବ। ତ ଏଇଠି ଆମେ ଭିଡ଼ିଓକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ, ଧନ୍ୟବାଦ।